ସୁରକ୍ଷା ମାନଙ୍କୁ କାହା ଠାରୁ ଆସେ? ଈଶ୍ୱରଙ୍କ ଠାରୁ। ସେଫ୍ଟି କମ୍ସ ତାଙ୍କ ଠାରୁ। ଜଣେ ୱିକେଟ୍ ପର୍ସନ୍, ଜଣେ ଦୁଷ୍ଟ ବ୍ୟକ୍ତି, ସେ ଯେତେ ପ୍ରୟାସ କଲେ ହେଲେ ମଧ୍ୟ, ସେ କେତେ ବଡ଼ ସୁରକ୍ଷାର ବାଢ଼ ବାନ୍ଧିଲେ ହେଲେ ମଧ୍ୟ ସେ ସୁରକ୍ଷିତ ହୋଇ ରହିପାରିବ ନାହିଁ। ନୋ ଚାନ୍ସ। ସେ ନିଶ୍ଚୟ ସେ ଖୋଳିଥିବା ଗାତରେ ପଡ଼ିବ ହିଁ ପଡ଼ିବ। କିଏ ତାଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ଧାର୍ମିକ ପଥରେ ଯାଏ, ଗୋଟିଏ ଧାର୍ମିକ ପଥରେ ନିଜ ଜୀବନକୁ କଢ଼ାଇ ନିଏ, ସେ କେତେ ବଡ଼ ସମସ୍ୟା ତାଙ୍କ ଜୀବନରେ ଆସିଲେ ମଧ୍ୟ ସେ କେବେ ସେ ସମସ୍ୟାରେ ନଷ୍ଟ ହେବ ନାହିଁ। ପ୍ରଭୁ ହିଁ ଆମମାନଙ୍କୁ ସମସ୍ତ ବିପଦରୁ, ସମସ୍ତ ଦୁର୍ଘଟଣାରୁ, ସମସ୍ତ ମହାମାରୀରୁ, ସମସ୍ତ ରୋଗରୁ, ଇଭେନ୍ ସମସ୍ତ ଶତ୍ରୁମାନଙ୍କ ହସ୍ତରୁ ମଧ୍ୟ ପ୍ରଭୁ ହିଁ କେବଳ ଆମମାନଙ୍କୁ ସୁରକ୍ଷା ଦେଇଥାଏ। ସେଥିପାଇଁ ଆମେ ସୁରକ୍ଷିତ ହୋଇଅଛୁ। ଏକ ପ୍ରଭୁଙ୍କର ଲୋକ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ, କେତେ ବଢ଼ିଆ ସୁନ୍ଦର ଭାବରେ ସେମାନଙ୍କୁ ସୁରକ୍ଷା ଦେଲେ। ଆମେ ଯଦି ପଢ଼ିବା ଯାକୋବଙ୍କ ଜୀବନ, ହାଉ ଗଡ୍ ସେଭ୍ ହିମ୍, ଆମେ ପଢ଼ିବା ଯୋସେଫଙ୍କ ଜୀବନ, ଆମେ ପଢ଼ିବା ଦାଉଦଙ୍କ ଜୀବନ ବିଷୟରେ, ଆମେ ପଢ଼ିବା ବିଶେଷ କରି ଆୟୁବଙ୍କ ଜୀବନ ବିଷୟରେ, ଦାନିଏଲଙ୍କ ବିଷୟରେ, ଏବଂ ନୂତନ ନିୟମରେ ମଧ୍ୟ ଆମେ ଦେଖୁ ପାଉଲଙ୍କ ଜୀବନରେ ମଧ୍ୟ ପ୍ରଭୁ କେତେ ବଡ଼ ଏବଂ ମହତ୍ କାର୍ଯ୍ୟ ଗୁଡ଼ାକ ସେମାନଙ୍କର ଜୀବନରେ କରିଥିଲେ। ସେମାନେ କେତେ ଥର ସମସ୍ୟାର ସମ୍ମୁଖୀନ ହେଲେ। ହେଲା କି ସେମାନେ ଗୋଟିଏ ଧାର୍ମିକର ପଥରେ ଗଲେ। ଦୁଷ୍ଟତାର ପଥରେ ଯଦି ସେମାନେ ଯାଇଥାନ୍ତ, ପ୍ରଭୁ ସେମାନଙ୍କୁ ସେତିକି ସୁରକ୍ଷା ଦେଇନଥାନ୍ତ। ଦୁଷ୍ଟ ଲୋକମାନେ ନିଜେ ନିଜର ଗାତରେ କେଉଁ ପ୍ରକାର ପଡ଼ନ୍ତି। ସେମାନେ ଚେଷ୍ଟା କରିବେ, ସେମାନେ ନିଜର ସୁରକ୍ଷା ନିମନ୍ତେ ଭୟଙ୍କର ପ୍ରୟାସ କରିବେ, କିନ୍ତୁ ସେମାନେ ସୁରକ୍ଷିତ ହୋଇ ରହିପାରିବେ ନାହିଁ। କାହିଁକି? କାରଣ ସେମାନଙ୍କର ମସ୍ତକରୁ ଈଶ୍ୱରଙ୍କର ହସ୍ତ ଉଠିଯାଏ।